फ्रेंड आपण ଜାଣିଛନ୍ତି ମାର୍କେଟ ଏବେ ଡାଉନ୍ ଅଛି, ନ୍ୟୁଜ୍‌ରେ ଟେନସନ୍ ଚାଲିଛି, ଗ୍ଲୋବାଲି ଅନସର୍ଟେନିଟି ଚାଲିଛି। ତାହେଲେ କ'ଣ ଏସ୍ଆଇପି ଷ୍ଟାର୍ଟ କରିବା ଏବେ ଠିକ୍ ଟାଇମ୍ ନା ୱେଟ୍ କରିବା ବେଟର୍ ରହିବ? ଏଇଟା ଆଜି ବହୁତ ଲୋକମାନଙ୍କର ମାଇଣ୍ଡରେ ଚାଲୁଥିବା କ୍ୱେଶ୍ଚେନ୍। ସ୍ପେଶାଲି ଯେଉଁମାନେ ବିଗନର ଆଉ ଯେଉଁମାନେ ମ୍ୟୁଚୁଆଲ ଫଣ୍ଡରେ ନୂଆ, ସେମାନେ ସବୁଠୁ ବେଶୀ କନଫ୍ୟୁଜ୍ ଆଜି ହେଉଛନ୍ତି। କିଏ କହୁଛି ଏବେ ମାର୍କେଟରେ ରିସ୍କ ଅଛି, ୱେଟ୍ କର, ତ ଆଉ କିଏ କହୁଛି ନା ନା ଏବେ ହିଁ ବେଷ୍ଟ ଟାଇମ୍। ତାହେଲେ ସତ କ'ଣ? ଆମେ ଏବେ ଏସ୍ଆଇପି ଷ୍ଟାର୍ଟ କରିବା ଉଚିତ ନା ମାର୍କେଟ ଷ୍ଟେବଲ୍ ହେବା ପର୍ଯ୍ୟନ୍ତ ଆମକୁ ୱେଟ୍ କରିବା ଉଚିତ? ତ ଆଜିର ଏ ଭିଡ଼ିଓରେ ମୁଁ ଆପଣଙ୍କୁ ସିମ୍ପଲ୍ ଲାଙ୍ଗୁଏଜରେ ବୁଝେଇବି ଏସ୍ଆଇପି କ'ଣ, କରେଣ୍ଟ ସିଚୁଏସନରେ ଏସ୍ଆଇପି ଷ୍ଟାର୍ଟ କରିବା ଠିକ୍ ନା ୱେଟ୍ କରିବା ବେଟର୍, ଆଉ ବିଗନର ହିସାବରେ ଆପଣଙ୍କୁ କ'ଣ କରିବା ଉଚିତ। ତେଣୁ ଭିଡ଼ିଓଟି ଶେଷ ପର୍ଯ୍ୟନ୍ତ ଦେଖନ୍ତୁ, କାରଣ ଶେଷରେ ମୁଁ ଆପଣଙ୍କୁ ଗୋଟେ ପ୍ରାକ୍ଟିକାଲି ଫର୍ମୁଲା ଦେବି, ଯାହାଦ୍ୱାରା ଆପଣ ନିଜର ଡିସିସନ୍ ନେଇପାରିବେ। ନମସ୍କାର ଆଜ୍ଞା, ମୁଁ ରାଜେଶ କୁମାର ଜେନା। ୱେଲକମ୍ ବ୍ୟାକ୍ ଟୁ ଏଲ୍‌ଡି ଓଡ଼ିଶା। ଯଦି ଆପଣ ମ୍ୟୁଚୁଆଲ ଫଣ୍ଡ, ଏସ୍ଆଇପି, ଇନଭେଷ୍ଟମେଣ୍ଟ ପ୍ଲାନିଂ, ପର୍ସନାଲ ଫାଇନାନ୍ସ ବିଷୟରେ ସିମ୍ପଲ୍ ଭାବରେ ଜାଣିବା ପାଇଁ ଚାହାନ୍ତି, ତେବେ ଏ ଚ୍ୟାନେଲ୍ ଆପଣଙ୍କ ପାଇଁ। ଆଜି ଆମେ କଥା ହେବା ଗୋଟେ ଇମ୍ପୋର୍ଟାଣ୍ଟ ଟପିକ୍ ଉପରେ। ଆଉ ଟପିକ୍‌ଟା ହେଲା, କ'ଣ ଏବେ ମ୍ୟୁଚୁଆଲ ଫଣ୍ଡରେ ଏସ୍ଆଇପି କରିବା ଭଲ ନା ୱେଟ୍ କରିବା ଭଲ? ଆଉ ଏ ଭିଡ଼ିଓଟି ସ୍ପେଶାଲି ବିଗନରମାନଙ୍କ ପାଇଁ। ତ ଯଦି ଆପଣ ଏକଦମ ନୂଆ, ତ ଆପଣ ଟେନସନ୍ ନିଅନ୍ତୁ ନାହିଁ। ମୁଁ ଆପଣଙ୍କୁ ଏ ଟପିକ୍ ବିଷୟରେ ଆଜି ଡିଟେଲ୍ସରେ ବୁଝେଇବି। ପ୍ରଥମେ ଆସନ୍ତୁ ଜାଣିବା ଏ ଏସ୍ଆଇପି କ'ଣ? ତ ଏସ୍ଆଇପିର ଫୁଲ୍ ଫର୍ମ ହେଉଛି ସିଷ୍ଟମେଟିକ୍ ଇନଭେଷ୍ଟମେଣ୍ଟ ପ୍ଲାନ୍। ମାନେ ଆପଣ ଗୋଟେ ଫିକ୍ସଡ ଆମାଉଣ୍ଟର ଟଙ୍କା, ଯେମିତିକି 500 ଟଙ୍କା ହଉ କି 1000 ଟଙ୍କା ହଉ, 2000 ଟଙ୍କା ହଉ, ରେଗୁଲାରଲି ବେସିସ୍‌ରେ ମୋଷ୍ଟଲି ମାସକୁ ଗୋଟେ ମ୍ୟୁଚୁଆଲ ଫଣ୍ଡରେ ଆପଣ ଇନଭେଷ୍ଟମେଣ୍ଟ କରନ୍ତି। ଧରନ୍ତୁ ଆପଣ ପ୍ରତି ମାସରେ 2000 ଟଙ୍କା ଇନଭେଷ୍ଟମେଣ୍ଟ କରୁଛନ୍ତି। ମାର୍କେଟ ଉପରେ ଥିବାବେଳେ ଆପଣଙ୍କୁ କମ୍ ୟୁନିଟ୍ ମିଳିବ, ଆଉ ଯଦି ମାର୍କେଟ ତଳକୁ ଥାଏ ତେବେ ଆପଣଙ୍କୁ ଅଧିକ ୟୁନିଟ୍ ମିଳିବ। ମାନେ ଏଥିରେ ଆପଣଙ୍କୁ ଗୋଟେ ବଡ଼ ଆମାଉଣ୍ଟର ଟଙ୍କାକୁ ଏକାଥରେ ଇନଭେଷ୍ଟମେଣ୍ଟ କରିବାର ଦରକାର ପଡ଼ିନଥାଏ। ଆପଣଙ୍କର ଛୋଟ ଛୋଟ ଆମାଉଣ୍ଟ ଏ ଏସ୍ଆଇପି ମାଧ୍ୟମରେ ମ୍ୟୁଚୁଆଲ ଫଣ୍ଡରେ ଇନଭେଷ୍ଟମେଣ୍ଟ ହେଇଥାଏ। ଆଉ ଏଇ ଏସ୍ଆଇପିର ସବୁଠୁ ବଡ଼ ଆଡଭାଣ୍ଟେଜ୍ ହେଲା ଡିସିପ୍ଲିନ୍। କାରଣ ଆପଣ ମାର୍କେଟ ଦେଖିକି ଡେଲି ଡିସିସନ୍ ନେଉନାହାନ୍ତି, ଆପଣ ରେଗୁଲାର ଇନଭେଷ୍ଟମେଣ୍ଟ ହ୍ୟାବିଟ୍ ବିଲ୍ଡ କରୁଛନ୍ତି। ସବୁଠୁ ବଡ଼ କ୍ୱେଶ୍ଚିନ୍ ହେଲା, ତ ଲୋକମାନେ କନଫ୍ୟୁଜ୍ ହେବେ କ'ଣ ପାଇଁ? ତ ସବୁଠୁ ବଡ଼ ପ୍ରୋବ୍ଲେମ୍ ହେଉଛି କରେଣ୍ଟ ସିଚୁଏସନରେ ମାର୍କେଟରେ ଭୋଲାଟିଲିଟି ଅଛି। କେବେ କେତେବେଳେ ଗ୍ଲୋବାଲ ଟେନସନ୍ ଚାଲିଛି, ତ କେତେବେଳେ ଇନଫ୍ଲେସନର ଫିୟର ଚାଲିଛି, କେତେବେଳେ କ୍ରୁଡ୍ ଅଏଲ୍‌ର ପ୍ରାଇସ୍‌ର ଇସ୍ୟୁ ଚାଲିଛି, ଆଉ କେତେବେଳେ ଫରେନ୍ ଇନଭେଷ୍ଟରମାନଙ୍କର ସେଲିଂର ପ୍ରେସର ମଧ୍ୟ ଚାଲିଛି। ତ ନ୍ୟୁଜ୍ ଦେଖି କମନ୍ ଲୋକ, ସାଧାରଣତଃ ବିଗନର ମାନେ ସେଥିରେ ଡରି ଯାଉଛନ୍ତି। ତେଣୁ ବିଗନର ମାନେ ଭାବୁଛନ୍ତି, ଯଦି ମୁଁ ଏସ୍ଆଇପି ଏବେ ଷ୍ଟାର୍ଟ କରେ ଆଉ ଯଦି ମାର୍କେଟ ତଳକୁ ହେଇଗଲା ତ? ସାଧାରଣତଃ ବିଗନର ମାନଙ୍କ ମାଇଣ୍ଡରେ ଏଭଳି କ୍ୱେଶ୍ଚିନ୍ ଆସିବା ବହୁତ ନର୍ମାଲ ଅଟେ। କିନ୍ତୁ ସବୁଠୁ ଇମ୍ପୋର୍ଟାଣ୍ଟ କଥା ହେଲା, ଏସ୍ଆଇପିର ମେନ୍ ପର୍ପଜ୍ ମାର୍କେଟରେ ଟାଇମିଂ ନୁହେଁ। ଏସ୍ଆଇପିର ମେନ୍ ପର୍ପଜ୍ ହେଲା ଆପଣ ରେଗୁଲାରଲି ଭାବେ ମାର୍କେଟରେ ଅପ୍ସରେ ହଉ ବା ଡାଉନରେ ହଉ ଆପଣ ଇନଭେଷ୍ଟମେଣ୍ଟ କରିଚାଲିଥିବେ। ତ ସବୁଠାରୁ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚିନ୍ ହେଲା, ଏସ୍ଆଇପି କରିବାର ରାଇଟ୍ ଟାଇମ୍ କ'ଣ? ମୋର ସିମ୍ପଲ୍ ଆନ୍ସର ହେଲା, ଯଦି ଆପଣ ଲଙ୍ଗ୍ ଟର୍ମ ପାଇଁ ଇନଭେଷ୍ଟମେଣ୍ଟ କରୁଛନ୍ତି, ତାହେଲେ ପରଫେକ୍ଟ ଟାଇମ୍‌ରେ ୱେଟ୍ କରିବା ଦରକାର ନାହିଁ। କାରଣ ୱେଟିଂ କରିବା ଅପେକ୍ଷା ଶୀଘ୍ର ଷ୍ଟାର୍ଟ କରିବା ଆପଣଙ୍କ ପାଇଁ ସେତେ ଭଲ ରହିବ। ଆଉ ଯଦି ଆପଣ ୱେଟ୍ କରିବେ ପରଫେକ୍ଟ ଟାଇମ୍ ପାଇଁ, ତାହେଲେ ହେଇପାରେ ଆପଣ 6 ମାସ, ବର୍ଷେ, 2 ବର୍ଷ ଏଇଭଳି ୱେଟ୍ କରିଦେଇପାରେ। ଆଉ ଏଇ ଟାଇମ୍‌ରେ ହେଇଥିବ କ'ଣ, ଆପଣ ଇନଭେଷ୍ଟମେଣ୍ଟ ଷ୍ଟାର୍ଟ ବି କରିନଥିବେ। ଏସ୍ଆଇପିରେ ଇମ୍ପୋର୍ଟାଣ୍ଟ ହେଲା ଟାଇମ୍ ଇନ୍ ଦ ମାର୍କେଟ, ନଟ୍ ଟାଇମିଂ ଦ ମାର୍କେଟ। ମାନେ ଆପଣ କେତେ କରେକ୍ଟ ଡେଟ୍‌ରେ ଇନଭେଷ୍ଟମେଣ୍ଟ କଲେ ଯେତେଟା ଇମ୍ପୋର୍ଟାଣ୍ଟ ନୁହେଁ, ଯେତେ ଇମ୍ପୋର୍ଟାଣ୍ଟ ଆପଣ କେତେ ସମୟ ଆଉ କେତେ ରେଗୁଲାରଲି ଭାବେ ଆପଣ ଇନଭେଷ୍ଟମେଣ୍ଟ କଲେ। ଆସନ୍ତୁ ଗୋଟେ ସିମ୍ପଲ୍ ଏକ୍ସାମ୍ପଲ୍ ନେଇ ବୁଝିବା। 2 ଜଣ ଲୋକ ଅଛନ୍ତି। ପ୍ରଥମ ଲୋକ କହିଲା, ମୁଁ ମାର୍କେଟ ଷ୍ଟେବଲ୍ ହେଲେ ଏସ୍ଆଇପି ଷ୍ଟାର୍ଟ କରିବି। ଦ୍ୱିତୀୟ ଲୋକ କହିଲା, ମୁଁ କନଫ୍ୟୁଜନରେ ରହିବି ନାହିଁ, ମୁଁ ଛୋଟ ଛୋଟ ଆମାଉଣ୍ଟ ଆଜିରୁ ହିଁ ମୁଁ ଇନଭେଷ୍ଟମେଣ୍ଟ ଷ୍ଟାର୍ଟ କରିଦେବି। ପ୍ରଥମ ବର୍ଷ ପରେ ଦେଖାଗଲା, ପ୍ରଥମ ଲୋକ ଏବେ ବି ସେଇ ୱେଟ୍ କରୁଛି। କେବେ ମାର୍କେଟ ତାକୁ ଓଭର ଭ୍ୟାଲୁଡ୍ ଲାଗୁଛି, କେବେ ରିସ୍କି ଲାଗୁଛି, କେବେ ଇଲେକ୍ସନ ଟେନସନ୍ ତାକୁ ଲାଗୁଛି, କେବେ ୱାରର ଟେନସନ୍ ଲାଗୁଛି। କିନ୍ତୁ ଦ୍ୱିତୀୟ ଲୋକ କ'ଣ କଲା, ସେ ଅଲରେଡି 12 ମାସର ଏସ୍ଆଇପି କମ୍ପ୍ଲିଟ୍ କରିଦେଲା। ସେ ଇନଭେଷ୍ଟିଂର ହ୍ୟାବିଟ୍ ଗୋଟେ ବିଲ୍ଡ କରିଦେଲା। ସେ ମାର୍କେଟର ଅପ୍ସ ଆଉ ଡାଉନ୍ସକୁ ମଧ୍ୟ ବୁଝିଲା, ଯାହାଦ୍ୱାରା ତା ମନ ଭିତରେ ଥିବା ଭୟ ମଧ୍ୟ ଦୂର ହେଲା। ତ ଏବେ କ୍ୱେଶ୍ଚନ୍ ହେଲା, କ'ଣ ସବୁ ଲୋକ ଏବେ ଏସ୍ଆଇପି ଷ୍ଟାର୍ଟ କରିବା ଉଚିତ? ଏବେ ମୁଁ ଗୋଟେ ଇମ୍ପୋର୍ଟାଣ୍ଟ ପଏଣ୍ଟ କ୍ଲିୟର କରିବି। ମୁଁ ଏହା କହୁନି ଯେ ସବୁ ଲୋକ ତୁରନ୍ତ ଏସ୍ଆଇପି ଷ୍ଟାର୍ଟ କରିଦେବା ଉଚିତ। କିଛି କେସ୍‌ରେ ଆପଣଙ୍କୁ ୱେଟ୍ କରିବା ବେଟର୍ ରହିବ। ଯଦି ଆପଣଙ୍କ ପାଖରେ ଏମର୍ଜେନ୍ସି ଫଣ୍ଡ ନାହିଁ, ତେବେ ପ୍ରଥମେ ଆପଣ ନିଜର 3ରୁ 6 ମାସ ପର୍ଯ୍ୟନ୍ତର ଗୋଟେ ଏମର୍ଜେନ୍ସି ଫଣ୍ଡ ବିଲ୍ଡ କରନ୍ତୁ। ଆଉ ଯଦି ଆପଣଙ୍କ ପାଖରେ ହାଇ ଇଣ୍ଟରେଷ୍ଟ ଡେବ୍ଟ ରହିଛି, ଯେମିତିକି କ୍ରେଡିଟ୍ କାର୍ଡର ଡେବ୍ଟ, ପର୍ସନାଲ ଲୋନ୍ ଯାହା ହାଇ ଇଣ୍ଟରେଷ୍ଟରେ ଅଛି, ଆଉ ଯଦି ଆପଣ ସେଥିରେ ଅଣ୍ଡର ପ୍ରେସର ଅଛନ୍ତି, ତ ପ୍ରଥମେ କେମିତି ସେ ଡେବ୍ଟରୁ ମୁକୁଳିବେ ତାକୁ ପ୍ରଥମେ ହ୍ୟାଣ୍ଡେଲ କରନ୍ତୁ। ନେକ୍ସଟ ହେଉଛି, ଯଦି ଆପଣଙ୍କ ପାଖରେ କିଛି ସର୍ଟ ଟର୍ମ ଗୋଲ୍ ଅଛି, ଯେମିତିକି ଆପଣଙ୍କୁ 1 ବର୍ଷ ବା 2 ବର୍ଷ ଭିତରେ ଆପଣଙ୍କୁ ଟଙ୍କା ଦରକାର, ଯେମିତିକି ସର୍ଟ ଟର୍ମରେ ମ୍ୟାରେଜ୍ ହଉ ବା ବାଇକ୍ କିଣିବାରେ ହଉ ବା ଆପଣଙ୍କୁ କିଛି ଫିସ୍ ଦେବାରେ ହଉ, ତେବେ ଇକ୍ୱିଟି ମ୍ୟୁଚୁଆଲ ଫଣ୍ଡରେ ଆପଣଙ୍କୁ ଏସ୍ଆଇପି କରିବାଟା ସୁଇଟେବଲ୍ ହେଇନପାରେ। ନେକ୍ସଟ ହେଉଛି, ଯଦି ଆପଣ ସର୍ଟ ଟର୍ମରେ ମାର୍କେଟର ଭଲାଟିଲିଟିକୁ ହ୍ୟାଣ୍ଡେଲ କରିପାରିବେନି, ତେବେ ଆପଣ ପ୍ରଥମେ ନିଜର ମାଇଣ୍ଡସେଟ୍‌କୁ ପ୍ରିପେୟାର ରଖନ୍ତୁ, ତାପରେ ଆପଣ ଏସ୍ଆଇପି ଷ୍ଟାର୍ଟ କରନ୍ତୁ। ଏବେକା ଟାଇମ୍‌ରେ ବିଗନରମାନଙ୍କୁ କ'ଣ କରିବା ଉଚିତ? ଆସନ୍ତୁ ମୁଁ 5ଟା ଆପ୍ରୋଚ୍ ଆପଣଙ୍କୁ ଦଉଛି। ପ୍ରଥମ ଷ୍ଟେପ୍ ହେଉଛି ଷ୍ଟାର୍ଟ ସ୍ମଲ୍। ସେଇଟା 500 ଟଙ୍କା ହଉ କି 1000 ଟଙ୍କା ହଉ କି 2000 ଟଙ୍କା ହଉ,
ଆପଣ ଯେତେ ଛୋଟରୁ ଷ୍ଟାର୍ଟ କରନ୍ତୁ। ଆମାଉଣ୍ଟ ଛୋଟ ହେଲେ ମଧ୍ୟ କିଛି ପ୍ରୋବ୍ଲେମ୍ ନାହିଁ। ମେନ୍ ଥିଙ୍ଗ ହେଲା ଆପଣ ଷ୍ଟାର୍ଟ କରିବା। ସେକେଣ୍ଡ ଷ୍ଟେପ୍ ହେଉଛି କିପ୍ ଲଙ୍ଗ ଟର୍ମ ମାଇଣ୍ଡସେଟ୍। ମାନେ ଆପଣ ଏଟଲିଷ୍ଟ 5 ବର୍ଷ ବା 10 ବର୍ଷର ଗୋଟେ ଟାଇମ୍ ହରିଜନକୁ ନେଇ ଇନଭେଷ୍ଟମେଣ୍ଟ ଷ୍ଟାର୍ଟ କରନ୍ତୁ। ତ ଷ୍ଟେପ୍ 3 ହେଉଛି ଡୁ ନଟ୍ ଓଭର କମ୍ପ୍ଲିକେଟ୍। ମାନେ ବିଗିନିଂରେ ଆପଣଙ୍କୁ ବହୁତ ଗୁଡ଼ା ଫଣ୍ଡ ଦରକାର ନାହିଁ, ସିମ୍ପଲ୍ ରଖନ୍ତୁ। ତ ଷ୍ଟେପ୍ 4 ହେଉଛି ମେକ୍ ଇଟ୍ ଅଟୋମେଟିକ୍। ମାନେ ବ୍ୟାଙ୍କରୁ ଆପଣ ଅଟୋ ଡେବିଟ୍ କରିଦିଅନ୍ତୁ। ସାଲାରୀ ଆସିଲେ ସାଙ୍ଗେ ସାଙ୍ଗେ ଆପଣଙ୍କ ଏସ୍ଆଇପିର ଟଙ୍କା ସେଥିରୁ କଟି ଯାଉଥିବ। ଷ୍ଟେପ୍ 5 ହେଉଛି ମାର୍କେଟ ଫଲ୍ ହେଲେ ଆପଣ କେବେ ଏସ୍ଆଇପିକୁ ଷ୍ଟପ୍ କରନ୍ତୁ ନାହିଁ। କାରଣ ଯେତେବେଳେ ମାର୍କେଟ ତଳକୁ ଯାଏ ଆପଣଙ୍କୁ ସେଇ ସେମ୍ ଟଙ୍କାରେ ଅଧିକ ୟୁନିଟ୍ ମିଳିଥାଏ। କହିବା ପାଇଁ ଗଲେ ଏହା ହିଁ ଏସ୍ଆଇପିର ବ୍ୟୁଟି। କାରଣ ମାର୍କେଟ ଅପ୍ ଥିଲେ ବି ଆପଣଙ୍କର ଇନଭେଷ୍ଟମେଣ୍ଟ ହେଇ ଚାଲିଥିବ, ଡାଉନ୍ ଥିଲେ ବି ଆପଣଙ୍କର ଇନଭେଷ୍ଟମେଣ୍ଟ ହେଇ ଚାଲିଥିବ। ତ ନେକ୍ସଟ କ୍ୱେଶ୍ଚନ୍ ମାଇଣ୍ଡରେ ଚାଲିଥିବ, କ'ଣ ଆମକୁ ଅପରଚ୍ୟୁନିଟି ପାଇଁ ମାର୍କେଟ କ୍ରାଶକୁ ଅପେକ୍ଷା କରିବା ପାଇଁ ପଡ଼ିବ? ବହୁତ ଲୋକ କହନ୍ତି, ସାର୍ ମୁଁ ମାର୍କେଟ କ୍ରାଶକୁ ୱେଟ୍ କରୁଛି, କ୍ରାଶ୍ ଆସିଲେ ମୁଁ ଇନଭେଷ୍ଟମେଣ୍ଟ ଷ୍ଟାର୍ଟ କରିବି। କିନ୍ତୁ ପ୍ରାକ୍ଟିକାଲ ପ୍ରୋବ୍ଲେମ୍ ହେଲା ଏକ୍ଜାକ୍ଟ କ୍ରାଶର ବଟମ୍ କେହି ଆଜି ଦେଖିକରି ଇନଭେଷ୍ଟମେଣ୍ଟ କରିପାରୁନାହାନ୍ତି। ଯେବେ ମାର୍କେଟ 5% ଫଲ୍ ହୁଏ, ଲୋକେ ଭାବନ୍ତି ଆହୁରି ଖସିଲେ ମୁଁ ଇନଭେଷ୍ଟମେଣ୍ଟ କରିବି। ଆଉ ଯେତେବେଳେ 10% ଫଲ୍ ହୁଏ, ଲୋକେ ଭାବନ୍ତି ବହୁତ ରିସ୍କ ଅଛି। ଆଉ ଯେତେବେଳେ ରିକଭରି ଷ୍ଟାର୍ଟ ହୁଏ, ଲୋକେ ଭାବନ୍ତି ବହୁତ ଏକ୍ସପେନ୍ସିଭ୍ ଲାଗୁଛି। ଆଉ ରେଜଲ୍ଟ ଦେଖିବା ପାଇଁ ଗଲେ ନା ୱେଟ୍‌ର ବେନିଫିଟ୍ ମିଳିଲା, ନା ଇନଭେଷ୍ଟମେଣ୍ଟ ଷ୍ଟାର୍ଟ ହେଲା। ତ ବିଗିନରମାନଙ୍କ ପାଇଁ ବେଷ୍ଟ ଆପ୍ରୋଚ୍ ଆକ୍ଚୁଆଲି ହେଲା ପରଫେକ୍ଟ ଟାଇମକୁ ୱେଟ୍ ନକରି ଛୋଟ ଛୋଟ ଆମାଉଣ୍ଟରୁ ଇନଭେଷ୍ଟିଂର ହ୍ୟାବିଟ୍ ଡିସିପ୍ଲିନ୍ ଭାବେ ବିଲ୍ଡ କରିବା। ତେଣୁ ଫାଇନାଲି କହିବି, ଯଦି ଆପଣ ଲଙ୍ଗ ଟର୍ମ ପାଇଁ ଇନଭେଷ୍ଟମେଣ୍ଟ କରୁଛନ୍ତି, ଆପଣଙ୍କ ପାଖରେ ଏମର୍ଜେନ୍ସି ଫଣ୍ଡ ଅଛି, ଯଦି ହାଇ ଇଣ୍ଟରେଷ୍ଟ ଡେପ୍ଟ ନାହିଁ ଆପଣଙ୍କ ପାଖରେ, ଆଉ ମନ୍ଥଲି ଡିସିପ୍ଲିନ୍ ଭାବେ ଆପଣ ଇନଭେଷ୍ଟମେଣ୍ଟ କରିପାରିବେ, ତାହେଲେ ହଁ, ତେବେ ଏବେ ଏସ୍ଆଇପି ଷ୍ଟାର୍ଟ କରିବା ଆପଣଙ୍କ ପାଇଁ ରାଇଟ୍ ଡିସିସନ୍ ହେଇପାରେ। କିନ୍ତୁ ଯଦି ଆପଣଙ୍କୁ ପଇସା ଏବେ ସର୍ଟ ଟର୍ମରେ ଦରକାର ଅଛି, ଏମର୍ଜେନ୍ସି ଫଣ୍ଡ ଆପଣଙ୍କ ପାଖରେ ନାହିଁ, ଦୁନିଆ ଧାର କରଜରେ ଆପଣ ପଡ଼ି ରହିଛନ୍ତି, ଆଉ ମାର୍କେଟରେ ସର୍ଟ ଟର୍ମ ଫଲ୍ ହେଲେ ଆପଣ ହ୍ୟାଣ୍ଡେଲ୍ ବି ତାକୁ କରିପାରିବେନି, ତେବେ ଆପଣଙ୍କ ପାଇଁ ଏବେ ଷ୍ଟାର୍ଟ କରିବାର ରାଇଟ୍ ଟାଇମ୍ ନୁହେଁ। ଯଦି ଫ୍ରେଣ୍ଡ ଏ ଭିଡ଼ିଓରେ ଆପଣଙ୍କୁ ହେଲ୍ପଫୁଲ୍ ଲାଗିଲା, ତେବେ ଗୋଟେ ଲାଇକ୍ କରନ୍ତୁ, ସେୟାର କରନ୍ତୁ, ଆଉ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ। ଆଉ କମେଣ୍ଟରେ ନିଶ୍ଚୟ ଲେଖନ୍ତୁ, ମୁଁ ଏସ୍ଆଇପି ଷ୍ଟାର୍ଟ କରିବି।